সেটা অসুবিধা কিছু পড়িব না। হাউ ডিফিকল্ট ইট ইজ টু ওয়ার্ক ইন দিস মেটেরিয়াল ওয়ার্ল্ড। ভৌতিক জগতের কাম করিবা কেড়ে কষ্টকর ব্যাপার। উই ফেস ইট ডেইলি, উই ফেস। প্রতিদিন কার্যক্ষেত্রে আমি সম্মুখীন হচ্ছি such difficult, it's very difficult, especially for us. আমার পক্ষে বড় ডিফিকাল্ট। যৌমানি মেটেরিয়ালি ইন্টেলিজেন্ট, দে নো স্কিল, দে ক্যান ডু ভেরি ওয়েল। যৌমানি ভৌতিক দিগর খুব চলা, সৎকু অসৎকু, মিছ মিছକୁ ସତ ନାନା ପ୍ରକାର ଟ୍ୟାକ୍ଟଫୁଲି କରିପାରିବେ। ଦେ ଆର୍ ଫେୟାରିଂ ୱେଲ୍, ସେମାନେ ବି ଦେ ଆର୍ ଫେୟାରିଂ ୱେଲ୍। ସେମାନେ ଖୁବ୍ ଭଲ ଭାବରେ ଆଗେଇ ଚାଲିଛନ୍ତି, ଭଲ କଥା ଚାଲିଛି ତାଙ୍କର। କିନ୍ତୁ ତୁମେ ସ୍ପିରିଚୁଆଲ କନସିୟସନେସ୍ ରହି, ସ୍ପିରିଚୁଆଲ ପାର୍ଟନର ରହି ଟିକେ ଆସିବ ଆଉ ସେ ବାଗିଆ କାମ କର, ଭେରି ଡିଫିକଲ୍ଟ, ଭେରି ଭେରି ଅଲ୍ଟିମେଟଲି ଯାହା ହେଲେ ବି in spite of that, ହେଲେ ବି ଶେଷରେ ବିଜୟଟା spiritual consciousness ରେ ହବ। material not, victory is in material side, victory is always in spiritual side। ବିଜୟଟା spiritual परमार्थिक ବା ଦିବ୍ୟ ଚେତନା ସ୍ତରରେ ରହିବ ନିଶ୍ଚିତ ଭାବରେ। but you have to face many obstacles, many hurdles, many hurdles, অনেক বাধা, অনেক প্রতিবন্ধক, অনেক প্রকার কথা you have to face। this world is, this platform is like that। but যদি কিন্তু তুমি দৃঢ় অছ ତୁମ ଚେତନାରେ, ତୁମ କୃଷ୍ଣ ଚେତନାରେ ଦୃଢ଼ ଅଛ, କୃଷ୍ଣ ଠାରେ ପୂର୍ଣ୍ଣ ବିଶ୍ୱାସ ଅଛି, ତାହେଲେ ଭିକ୍ଟ୍ରି ଇଜ୍ ଫର୍ ୟୋର ସାଇଡ୍। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବ ନୀତିର୍ ମତିର୍ ମମ। ଶେଷ କଥାଟା, ଶେଷ ସିଦ୍ଧାନ୍ତ ଭଗବଦ୍ଗୀତାର। ଯୋଉଠି କୃଷ୍ଣ ଅଛନ୍ତି, ଯୋଉ ତାଙ୍କର ପ୍ରିୟ ଭକ୍ତ ଅର୍ଜୁନ ଯୋଦ୍ଧା ଧନୁର୍ଧର ପାର୍ଥ ଅଛନ୍ତି, ଭଗବାନଙ୍କ ଭକ୍ତ ଆନୁଗତ୍ୟରେ ଯୁଦ୍ଧ କ୍ରିୟା ହେଉଛି। ସେଠି ଶ୍ରୀ, ସେଠି ବିଜୟ, ସେଠି ଶ୍ରୀ, ସେଠି ଐଶ୍ୱର୍ଯ୍ୟ, ଧ୍ରୁବାନୀତି, ସବୁ ସେଇଠି। ଏଭ୍ରିଥିଂ ଲାଷ୍ଟ ଅଲ୍ଟିମେଟ୍ ଭିକ୍ଟ୍ରି ଇଜ୍ ଦେୟାର୍ସ। ମାୟା ଇଜ୍ ଡିଫିଟେଡ୍। ସାମୟିକ ଅକେଜନାଲ ଭିକ୍ଟ୍ରି। ମାୟାର ସମୟ ସମୟ କେବଳ ଅଳ୍ପ କ୍ଷଣ ପାଇଁ ବିଜୟ ହେଇପାରେ, ବଟ୍ ସବୁବେଳେ ହବ ନା, କି ଲାଷ୍ଟିଂ ନୁହେଁ, ଚିରନ୍ତନ ନୁହେଁ। କାହିଁକି ଏଠି ସବୁ ଅସତ୍, ସବୁ ଅନିତ୍ୟ, ସବୁ ଅସତ୍। ଏଠି ନିତ୍ୟତା ଏଥିରେ କିଛି ନାହିଁ। ସେଥିପାଇଁ କୁହାଯାଉଛି ଡ୍ରିମିଂ ଷ୍ଟେଟ୍, ଦିସ୍ ଡିଫରେନ୍ସ, ଏଟା ଡିଫରେନ୍ସ। ସେଥିପାଇଁ ଦୁଃଖାଳୟଂ ଶାଶ୍ୱତଂ, ଦୁଃଖାଳୟଂ ଶାଶ୍ୱତଂ କୁହାଯାଇଛି। ଏଇଟା ଦୁଃଖର ଘର, ଏଠି ସୁଖ ନାହିଁ। କାରଣ ସବୁ ଯାହା ବିପଦ ଅଛି, ସେଠି ସୁଖ ଅଛି, ଏଠି ଦୁଃଖ ଅଛି, ସେଠି ଆନନ୍ଦ ଅଛି, ଏଠି ନିରାନନ୍ଦ ଅଛି, ସେଠି ନିତ୍ୟତା ଅଛି, ଅନିତ୍ୟତା ଅଛି, ସେଠି ଜାଗ୍ରତ ଅବସ୍ଥା ଅଛି, ଏଠି ସ୍ୱପ୍ନ ଅବସ୍ଥା ଅଛି। ଏଭ୍ରିଥିଂ ଅପୋଜିଟ୍, ପରମାନେଣ୍ଟ। ଏଇଟା ବରାବର କଥା ତ ଏଇଟା, କଥା ତ ଏଇଟା। ତେଣୁ ଯେଉଁମାନେ ମେଟେରିଆଲ କନସିୟସନେସ୍ ଭୌତିକ ଚେତନାରେ ଅଛନ୍ତି ବା ମାଇକ ଚେତନାରେ ବା ମାୟା କବଳି ରହିଛନ୍ତି, ସେମାନେ ସ୍ୱପ୍ନ ଅବସ୍ଥାରେ ଅଛନ୍ତି। ଜାଗ୍ରତ ଅବସ୍ଥା ନାହିଁ ତାଙ୍କର, ସେମାନଙ୍କର ସ୍ୱପ୍ନ ଦେଖୁଛନ୍ତି, ଯାହାର ମୂଲ୍ୟ କିଛି ନାହିଁ, ବାସ୍ତବ ନୁହେଁ ସେଟା। ଯେଉଁମାନେ କୃଷ୍ଣ କନସିୟସନେସରେ ଅଛନ୍ତି, କୃଷ୍ଣ ଚେତନାରେ ଅଛନ୍ତି, ସେମାନେ ବାସ୍ତବ ଚେତନାରେ ଅଛନ୍ତି। ସେମାନେ ନଟ୍ ଇନ୍ ଡ୍ରିମିଂ ଷ୍ଟେଟ୍, ଦେ ନେଭର ଡ୍ରିମ୍ ଆଟ୍ ଅଲ୍, ଦେ ସେ ଦି ରିଆଲିଟି। ସେମାନେ ବାସ୍ତବତା ଦର୍ଶନ କରୁଛି। ଏଇଟା ହେଉଛି ତା ଭିତରେ ତାତ୍ପର୍ଯ୍ୟ। କିନ୍ତୁ ଭୌତିକ ସ୍ଥିତିରେ ଲୋକେ ରହି, ଚେତନାରେ ରହି, ସତ୍କୁ ଅସତ୍, ଅସତ୍କୁ ସତ୍ ଜାଣୁଥିବା ହେତୁ ସେଇ ଅନୁସାରେ ବିଚାର କରୁଛି, ଯେ କାଲକୁଲେସନ କରୁଛି, ଡିସିସନ ନେଉଛି, ସବୁ ପ୍ରକାର ଏଇ ଅନୁସାରେ ହେଇଯାଉଛି, ସବୁ ପ୍ରକାର ଏଇ ଅନୁସାରେ।